ଯାହାକୁ ବ୍ୟାସଦେବ ପ୍ରମାଣ କଲେ। ବ୍ୟାସଦେବ କହିଛନ୍ତି। ଆଚ୍ଛା କହିଲେ ପୁଣ୍ୟ ଶ୍ଲୋକ ନଳ ରାଜା ପୁଣ୍ୟ ଶ୍ଲୋକ ଯୁଧିଷ୍ଠିର ପୁଣ୍ୟ ଶ୍ଲୋକ ବୈଦେହୀଶ ଜଗତରେ ପୁଣ୍ୟ ଶ୍ଲୋକ କାହାକୁ କୁହାଯାଏ? କାହାକୁ କୁହାଯାଏ ପୁଣ୍ୟ ଶ୍ଲୋକ ବୋଲି? ପୁଣ୍ୟ ଆଜ୍ଞା ବୋଲେ ଯିଏ ଜୀବନରେ ଜମା ପାପ କରିନି। ଆଜ୍ଞା ଯିଏ ପାପ କରିଛି ସେ କଣ ପୁଣ୍ୟବାନ ହବ? ପାପୀ ନା ଶୁଣୁଛ ପୁଣ୍ୟ କୋଉଠୁ ଆସିବ? ଚାରିଟା ଯୁଗରେ 4 ଜଣ ଆଜ୍ଞା କେବେ ପାପ କରିନାହାନ୍ତି। ହଁ ସେ 4 ଜଣ କିଏ? ସେ 4 ଜଣ କିଏ କିଏ ଯେ ଏତେ ପାପ କରିଛନ୍ତି ତାଙ୍କ ନାଁଟା ରହିଛି ନା ପୁଣ୍ୟ ଶ୍ଲୋକ ନଳ ରାଜା ପୁଣ୍ୟ ଶ୍ଲୋକ ଯୁଧିଷ୍ଠିର ଆଚ୍ଛା ପୁଣ୍ୟ ଶ୍ଲୋକ ବୈଦେହୀଶ ପୁଣ୍ୟ ଶ୍ଲୋକ ଜନାର୍ଦ୍ଦନ। କଳି ଯୁଗରେ ଜନାର୍ଦ୍ଦନ ବୋଲେ ଜଗନ୍ନାଥ କେବେ ପାପ କରିନି। ନା ନା ଜଗନ୍ନାଥ ପାପ କରିନି। ଜଗନ୍ନାଥ ହଉଛି ଜଗତର କର୍ତ୍ତା, ସିଏ କୋଉଠି ପାପ କରିବେ? ଯଦି ଜଗନ୍ନାଥ ପାପ କରିନି କେମିତି ପଶିଲା ଟୋକା ବେଶ୍ୟାଳୟ ଘର? କେମିତି ସେ ପୁଣ୍ୟ ଶ୍ଲୋକ ହୋଇବ ସତ୍ଵର? ବେଶ୍ୟାଟିଏ ଥାଏ, ତା ନାଁ ହେଲା ଚଞ୍ଚଳା ବେଶ୍ୟା। ବେଶ୍ୟା ପାଲାବାଲା ଟିକେ ମନ ଦେଇକି ଶୁଣୁଥା। ଆଉ ବିଷୟକୁ ବିଷୟ ଯଦି ଲଗେଇ ପାରୁନ ଆଚ୍ଛା ତାହେଲେ ସେ ପାଲାଟା ହେଲା ଠିକ। ଯଦି ଅନ୍ୟ କୁଆଡେ ଗତି କଲ ଆଜିକାଲି ଆଉ କେହି ଗଣ୍ଠିଲି ବାନ୍ଧିବାକୁ କହୁନାହାନ୍ତି ପାଲାବାଲାଙ୍କୁ। ଆଜ୍ଞା ଯିଏ ଯେମିତିଆ ପାଲା ଗାଉ ଗଜପତି ପ୍ରତାପ ରୁଦ୍ରଦେବ। ଆଚ୍ଛା ପ୍ରତାପ ରୁଦ୍ରଦେବ ରୁଦ୍ରଦେବ ଆଜ୍ଞା କଣ କଲେ? ସେତେବେଳେ ସିରାଜ ଉଦ୍ୱାଲା ବଙ୍ଗର ନବାବ ଆଚ୍ଛା ପୁରୀର ଶ୍ରୀମନ୍ଦିର ଗଜପତିଙ୍କ ଆଖିରେ ଆଖିରେ ଲୁହ। କଣ କରିବା?
କହିଲେ ହେ କରୁଣା କର। हे प्रभु दीनबंधु ସେତେବେଳେ ଶ୍ରୀକ୍ଷେତ୍ରରେ आहा କ୍ଷତ୍ରିୟ ସୈନ୍ୟ ଏ ଖୋର୍ଦ୍ଧାଗଡ଼ରୁ अच्छा ଆଜ୍ଞା 10,000 10,000 अच्छा କିନ୍ତୁ ସିରାଜ ଉଜ୍ଜ୍ୱଳ ଆଣିଛି 1,00,000 ସୈନ୍ୟ। अच्छा 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 ଆଉ ଯେ ଏ 1,00,000 ସୈନ୍ୟ ଆଗରେ 10,000 କିଛି ନୁହେଁ ସେ ତାହେଲେ ଜଗନ୍ନାଥ କ'ଣ ଲେଉଟି ପଡ଼ିବ? ଆଜ୍ଞା ଦେଖିବା କ'ଣ ହଉଛି। ଡାକିଲେ ହାତ ଯୋଡ଼ିକି ସବୁ ଜଗନ୍ନାଥ। ବାସ୍ ହାତ ଯୋଡ଼ିକୁ ଦୁଃଖ ଜଣାଇଲେ ପ୍ରଭୁଙ୍କୁ। କହିଲେ ପ୍ରଭୁ ହେ ପ୍ରଭୁ ଏବେ ବାଟ କ'ଣ ହବ? କ'ଣ ହବ ନାଥ ପ୍ରଭୁ? ହେଇଯିବୁ ପ୍ରଭୁ। ସର୍ବାରିଷ୍ଟ ଶାନ୍ତିରସ୍ତୁ। ବାପା ମାଙ୍କର ଭଲ ପୁଅ ହ, ଭଲ ପାଠ ପଢ଼, ଭଲ ନାଁ ରଖ, ଏତିକି ମା କାଳୀଙ୍କ ପାଖରେ ମୁଁ ଆତ୍ମନିବେଦନ କରୁଛି। ମୋତେ 100-200 ଦେଇଦେଲେ ମୁଁ ବଡ଼ ଲୋକ ହେବିନି, କିନ୍ତୁ ତୁ ଯଦି ପ୍ରକୃତରେ ପାଠ ପଢ଼ିକି ବଡ଼ ଲୋକ ହବୁ ତାହେଲେ ଦିନେ ନା ଦିନେ ମୋ ନାଁଟା ରହିବ। ଦିନେ ନା ଦିନେ କହିବୁ ମୋ ନାଁରେ ନୃସିଂହ ହୋତା ଚାମର ଟେକିଥିଲା। ଆଜ୍ଞା 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 ହେ ଭଗବାନ ମୁଁ ତତେ ଆଶୀର୍ବାଦ କରୁଛି, ହଁ ହଁ ତୋ ବାପା ମାଙ୍କର ତୁ ଭଲ ପୁଅ ହ, ହଁ 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 ଏ ଗାଁର ଭଲ ପୁଅ ହ, ଏ ଅଞ୍ଚଳର ଭଲ ସନ୍ତାନ ହୁଅ। ହଁ 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 এই অঞ্চল যেমিতি তোতে সদাবেলে ঝুরুথব ହଁ 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 এতিকি আশীর্বাদ করুছি। ক্ষমা নিধি কি বারে অঞ্চলরে ক্ষমা নিধি কি বারে খ্যাতি কি ওর পিলি ক্ষম মো অপরাধ, ক্ষম মো জীব সাধ, খ্যাত চরণ তলে দেলি হে মহাপ্রভু ମହାପ୍ରଭୁ ମହାପ୍ରଭୁ ଆଉ ଥରେ ମହାପ୍ରଭୁ ক্ষিতির ক্ষণে তুম্ভবানা କ୍ଷୀତିର କ୍ଷଣେ ତୁମ୍ଭବାନା ভব ভয়কু বজ্র সেনা ভব ভয়কু ভদ্রসেনা ভব সাগরে দেবে হৃদয় ভাসিব এবে ভব সাগরে দেবে হৃদয় ভাসিব দেবে ভব সাগরে দেবে হৃদয় ভাসিব দেবে ভব
प्रभु कहले क्षिति रक्षणे तुम्भवाना भव भय को वज्र सेना हे भगवान बड़ देउल भितरे हाँ प्रभु आयुष्मान भव बड़ देउल भितरे नृत्य करुधाए गोटाए देवदासी अच्छा 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 देवदासी जने नृत्य करुଥାଏ प्रभुଙ୍କ ନିକଟରେ ता ना हैला केतकी କେତକୀ ବୋଲି ନାମକ ଦେବଦାସୀ ଆଚ୍ଛା आम घर मानकरे आमे जेतेबेले बुधेई ओषा करे ଆଜ୍ଞା आज्ञा जेतेबेले खुदुरकुणी ओषा करे हाँ हाँ जो नड़िया गुड़ाक बाड़ाए आज्ञा आज्ञा नड़िया बाड़ौछे नड़िया पानी बांटेनी हाँ 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 बहुत नड़िया जोटे बहुत पानी हबो ये आसी मार विमान तैयारी करिछि अच्छा ये मार फूल तुलिछि अच्छा समस्त को गिलास ग्लास लेखे बांट हौनी हौजी 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 जे टिके उपकार मांकर करछि तांको दिया जाए आ कोन जदि कांस्य पात्र रे कंसा पात्र रे कंसा पात्र रे आमे पौड़ पानी बा नड़िया पानी पीवा से विष ही जो विष विष किंतु श्रीमंदिर रे बड़ देउल रे जगन्नाथ महाप्रभु को निकट रे अच्छा ये नीति प्रति पूजा हुए कांस्य पात्रे जहल बाण पैडर जला पियनी कहर सेहला मध्य मध्य ठीक ठीक आज्ञा बुझिलु कांस पात्र रे पैड जल थुआ हेले मध्य बोली कुआ जाए मु तो भाबिली सारे जो कहले ऑडियंस हमको बाड़े दुई जहाँ को कार्तिक महात्म्य कहला आज्ञा आज्ञा कला ये देह अच्छी जे रूप सती निर्घाते जे पाप सती निर्घाते जे पाप सती निर्घाते जे पाप से पाप वज्र कीट रूपे मो देह काटुथिव कोपे मो देह काटुथिव कोपे मो देह काटुथिव कोपे कला सहस्र संवत्सर शिला गंडुकी जले हेबो भेला गंडुकी जले हेबो भेला गंडुकी जले हेबो भेला कला से विष्णु शिला मोर मूर्ति पूजा करिबे विप्रजति पूजा करिबे विप्रजति पूजा करिबे विप्रजति सहस्र संवत्सर शिला गंडुकी नदी जले हेबो भेला भेड़ा 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 ହେଇକି ଅଛନ୍ତି गंडुकी जल रे शिव आउ जलंधरंकर 18 दिन युद्ध हेलानी आज्ञा आज्ञा जलंधर असुर मरुनी नहीं 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 शिवंको सांगरे प्रचंड युद्ध चली देवता माने नारायण को जप कले
କହିଲେ ପ୍ରଭୁ ସୃଷ୍ଟି ଆଉ ରହିବନି। हे भगवान ଲୋପ ପାଇଯିବ ପ୍ରଭୁ। ରହିବ ନାହିଁ ରହିବ ନାହିଁ ନା କେମିତି ଜପ କଲେ? କେମିତି ଭଳିଆ ଡାକିଲେ ପ୍ରଭୁଙ୍କୁ। କହିଲେ ହରି ଶ୍ରୀ ତ କମଳା କୁଚମଣ୍ଡଳ हरि सीता कमला कुचमण्डला ଧୃତ କୁଣ୍ଡଳ ହେ सुन्दर हे କଳିତ ଲଳିତ ବନମାଳ जय जय देव हरे 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 जय जय देव हरे କାଳିୟ ବିଷ ଧର ଗଞ୍ଜନ हरि कालिय ଜନରଞ୍ଜନ हे जगरन्दन हे ଯଦୁଗୁଳ ନଳିନ ଦିନେଶ ଜୟ जय देव हरे 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 जय जय देव हरे ହରିଓ ମାଳ କମଳ ଦଳଲୋଚନ ভবমোচন ত্রিভুবন ভুবন নিধান जय जय देव हरे 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 जय जय देव हरे মা ଜଗନ୍ନାଥ ନିକଟରେ କେତକୀ ଦେବଦାସୀ ନୃତ୍ୟ କରୁଥାଏ। ଆଜ୍ଞା ଆଜ୍ଞା ଏଇ ଗୀତଟି ଗାନା କରିକି ନୃତ୍ୟ କରୁଥାଏ। ଆହା ବୁଢୀ ହେଇଗଲା ହଁ 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 ଆଉ ନାଚି ପାରିଲାନି। କଣ କରିବା ଆଉ ସମୟ ବଡ ବଳବାନ। ଦେବଦାସୀଙ୍କର ପ୍ରାପ୍ୟ କଣ କଣ ପ୍ରାପ୍ୟ? ନା ସୁବର୍ଣ୍ଣ ଥାଳିରେ ଆଜ୍ଞା 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 ଜଗନ୍ନାଥ ମହାପ୍ରଭୁଙ୍କର ଯୋଉ ଭୋଗ ହୁଏ ଭୋଗ ଭୋଗ ସେଇତକ ପ୍ରାପ୍ୟ ହଉଛି ଦେବଦାସୀର। ଆଜ୍ଞା 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 ଆଚ୍ଛା ଆଚ୍ଛା ସେଇ ଭୋଗ ତକ ଖାଇକି ସେ ବଞ୍ଚିବ। ଆହା ଦେଖୁଛୁ କି ଭାଗ୍ୟବାନ ପୁଅ। ପ୍ରତାପ ରୁଦ୍ରଦେବ ଗଜପତି ଆଚ୍ଛା ଦେବଦାସୀ ନାଚୁଛି। ଆହା ସେତିକି ବେଳେ କଣ ହେଲା ଆଜ୍ଞା ବୌଦ୍ଧ ଧର୍ମ ବାଲା ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ। ଆଜ୍ଞା